ଦେବକୀ ବସୁଦେବ ବିବାହରୁ ଆଜି ମା ମାଉଳି ଯୁବକ ସଂଘ ପକ୍ଷରୁ ପଡ଼ିଆବାହାଲଠାରେ ଧନୁଯାତ୍ରା ଆରମ୍ଭ ହୋଇଛି। ସକାଳେ କଳସ ଯାତ୍ରା ହେବା ସହ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବା ପରେ ମଥୁରା ନଗରୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦୁର୍ଗାପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ବେହେରା, କମିଟି ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବାହାମ ସରପଞ୍ଚ ସରସ୍ୱତୀ ଭୋଜାଗର ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା ଧନୁଯାତ୍ରା ଓ ଦୁର୍ଗାପୂଜା କମିଟିର ସମସ୍ତ ସଭ୍ୟସଭ୍ୟଙ୍କ ଉପସ୍ଥିତିରେ ଫିତା କାଟି ଉଦ୍ଘାଟନ କରିଥିଲେ। ସମସ୍ତ ଅତିଥିମାନଙ୍କୁ ଦୁର୍ଗାପୂଜା ମଣ୍ଡପଠାରୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧନୁଯାତ୍ରା ପଡ଼ିଆକୁ ପାଛୋଟି ଅଣାଯାଇଥିଲା। ମଥୁରା ନଗରୀରେ ଦିଲ୍ଲୀପ ସାହୁଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ସଂଯୋଜକ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ କମିଟି ସଭାପତି ପ୍ରମୋଦ ମୋଗର, ଦୁର୍ଗେଶ ସାହୁ, ଶକ୍ତିପ୍ରସନ୍ନ ବଡ଼ପଣ୍ଡା, ମୁନା ମହାନନ୍ଦ ଉପସ୍ଥିତ ଥିଲେ। ଧନୁଯାତ୍ରାରେ ମୀନା ବଜାର ବିଶେଷ ଆକର୍ଷଣ ଥିବାବେଳେ ବିଭିନ୍ନ ନୃତ୍ୟ ସଙ୍ଗୀତ ଦର୍ଶକମାନଙ୍କ ମନ ଛୁଇଁଥିଲା।